বর্তমান যে কলর দিয়া হচ্ছে সে তো আত্মহত্যা করি নাই, সে তো কহিথান্তা আত্মহত্যা করেছিলেন। ମୁଁ ନିଆଁ ଲଗେଇଲି ବୋଲି କହି ନାହିଁ, ଖୋଲାଖୋଲି ଭାବରେ ସମସ୍ତଙ୍କୁ କହିଛି। ତାକୁ ଆଜି ମାନସିକ ବିମାରୀ କହିକି ତାକୁ କହିବା କିମ୍ବା ତା କଥାକୁ ଇଗ୍ନୋର କରିବା, ଯେତେବେଳେ ସ୍ପଷ୍ଟ ଭାବରେ ସେ ଷ୍ଟେଟମେଣ୍ଟ ଦେଇ ସାରିଥିଲା, ସେ ସ୍ପଷ୍ଟ ଷ୍ଟେଟମେଣ୍ଟକୁ କାହିଁକି ଆମେ ସମ୍ମାନ କରିବା ନାହିଁ? ସରକାର କାହିଁକି ସମ୍ମାନ କରିବେ ନାହିଁ? ପୋଲିସ କାହିଁକି ସମ୍ମାନ କରିବେ ନାହିଁ? ଏ କଥା ବି କହୁନାହାନ୍ତି, ଇନଡାଇରେକ୍ଟଲି କହୁଛନ୍ତି ସେ ଆତ୍ମହତ୍ୟା ନିଜେ ଦେଇଛି। ଫକୀର ମୋହନ କଲେଜର ଘଟଣା ଏବଂ ବଲଙ୍ଗା ଘଟଣାର ସାମଞ୍ଜସ୍ୟ ରହିଛି। ଫକୀର ମୋହନ ଘଟଣାରେ ବି ଏବେ ପର୍ଯ୍ୟନ୍ତ ଘଣ୍ଟ ଘୋଡ଼ାଇଛନ୍ତି। ମୁଁ ବାରମ୍ବାର ପ୍ରଶ୍ନ କରିଛି, ଏଫଆଇଆର କାହିଁକି କରାଗଲା ନାହିଁ? ଜବାବ ଦିଅ। ଦେयर ସୁଡ୍ ବି ସମ୍ ରିଜନ। ଏଫଆଇଆର ନ କରିବାର ଗୋଟେ ରିଜନ କିଛି ଥିବ। ସେ ରିଜନଟି କଣ? ସେଇଟା ଏସପି କହନ୍ତୁ, ସେଇଟା ଏମପି କହନ୍ତୁ, ଏମଏଲଏ କହନ୍ତୁ, ମନ୍ତ୍ରୀ କହନ୍ତୁ, ମୁଖ୍ୟମନ୍ତ୍ରୀ କହନ୍ତୁ, ଜବାବ ଦେବାକୁ ପଡିବ। ଯେତେବେଳେ ସେ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୋଟେ ଏଫଆଇଆର ହେଇପାରିଲା ନାହିଁ, ଆଜି ଯୁଗରେ ବି ନ୍ୟାୟ ମିଳିପାରୁନାହିଁ, ଏ ପ୍ରଶ୍ନ ଉଠୁଛି ଏବଂ ଲଜ୍ଜିତ ଅନୁଭବ କରୁଛନ୍ତି ସାରା ବିଶ୍ୱ ଲୋକେ। ତ ସେଇ ସମୟରେ ଏଫଆଇଆର କାହିଁକି ହେଲା ନାହିଁ ତାର ସ୍ପଷ୍ଟୀକରଣ ଦେବା ଆବଶ୍ୟକତା ଅଛି। ଏବେ ବି ଫକୀର ମୋହନ କଲେଜର ସେଇ ଝିଅର ସେଇ ମାର ଘଟଣା ଭୁଲି ହେବ ନାହିଁ, ସବୁଦିନ ଇତିହାସରେ ରହିବ। ତେଣୁ ସରକାରକୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ସେଥିପାଇଁ ଆମେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଗୋଟେ ପଦଯାତ୍ରା ଆୟୋଜନ ହେବ। ଫକୀର ମୋହନ କଲେଜରୁ ଏବଂ ଗୋଟେ ସାଧାରଣ ସଭା 15 ଅଗଷ୍ଟରେ ଦେଶ ସ୍ୱାଧୀନତା ହେଇଥିଲା, ତାରି ପୂର୍ବରୁ 14 ଅଗଷ୍ଟରେ ଆମେ ଭୋଗରାଇ ଫକୀର ମୋହନ କଲେଜ ଗୋଟେ ପଦଯାତ୍ରା କରିବୁ ଏବଂ ସନ୍ଧ୍ୟାରେ ସାଧାରଣ ସଭା କରି ସେ କାର୍ଯ୍ୟକ୍ରମକୁ ସମାପନ କରିବୁ। ଠିକ ସେଇଭଳି ବଳଙ୍ଗାରେ ପଦଯାତ୍ରା ହେବ। ପୀଡ଼ିତା ଯୋଉ ଜାଗାରେ ତାକୁ ନିଆଁ ଲଗାଇଥିଲା ସେଇ ଜାଗାରୁ ପଦଯାତ୍ରା ବାହାରି ନିମାପଡ଼ାରେ ପହଞ୍ଚିବ ଏବଂ ନିମାପଡ଼ାରେ ସାଧାରଣ ସଭା ହେଇ ସେ କାର୍ଯ୍ୟକ୍ରମ ସରିବ। ଦୁଇଟି ଯାତ୍ରା ଆମେ କରିବୁ ଏବଂ ନ୍ୟାୟ ପାଇଁ ଆଜି ବି ଆମେ ନ୍ୟାୟ ମାଗୁଛୁ। ସମସ୍ତଙ୍କୁ ନ୍ୟାୟ ଦରକାର। 7 ଦିନ ଟାଇମ ଦେଇଥିଲୁ, ନହେଲେ ଡିଜିପିଙ୍କର କାର୍ଯ୍ୟାଳୟ ଘେରାଉ ହବ କଟକରେ। ଆମେ ଦେଖୁଛୁ ପୋଲିସ କେତେ ତତ୍ପର ଅଛି। ଅନେକ ପୋଲିସ ଷ୍ଟେସନରେ କେସ୍ ଗୁଡାକ ପେଣ୍ଡିଂ ରହୁଛି, ପୋଲିସ କ୍ରିୟାଶୀଳ ହେଇପାରୁନାହିଁ। ଯଦି ଏ ଅବଧି ଭିତରେ ପଦଯାତ୍ରା ପର୍ଯ୍ୟନ୍ତ ରାଜ୍ୟରେ ପୋଲିସ ନିଜେ ସକ୍ରିୟ ହେଇ କାମ କରିବ ନାହିଁ, ତାହେଲେ ନ୍ୟାୟ ମିଳିପାରିବ ନାହିଁ। ଏଭଳିଆ ଘଣ୍ଟ ଘୋଡ଼େଇ ଦେବାର ଯୋଜନା, ଯୋଉଠି ପୋଲିସ କ୍ରିୟାଶୀଳ ଥିବା ସତ୍ତ୍ୱେ ବି ରାଜନୈତିକ ଅଭିସନ୍ଧି ଏବଂ ଦଳର କଥା, ଦଳର ସମ୍ପର୍କ, ବିଭିନ୍ନ କଥା କହି ଅପରାଧୀ ମାନଙ୍କୁ ପ୍ରେସର କରାଯାଉଛି ଏବଂ ପୋଲିସ ଷ୍ଟେସନ ମାନେ
स्वयं चालित भाव में न्याय दे पारुना तेणु न्याय संहिता को मजबूत करने समस्त पुलिस स्टेशन रे काम करुवा भाई भौणी मान को जागृत करने पुलिस क्रियाशील हो प्रतिक्रिया करो अपराधी मान को गिरफ्त करो नारी दर्शन बारंबार बढ़ी चली जो थे भी अपराधी मान को खोजिकी आणु आम निवेदन करुचु नहले शांतिपूर्ण भाव में समस्त राज्यर पुलिस स्टेशन को घेराव करा गोटे सप्ताह धरी समस्त राज्यर पुलिस स्टेशन मान को घेराव करने कार्यक्रम रखा। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।